समय रे है हां हां ए रानी कोले कोन राजा वीरकिशोर को आज्ञा सत्य कराइले हां हां हे राजा वीरकिशोर जदी मो जीवन रे किछि हे जाए केबे हेले तमे द्वितीय विवाह करिवो नाही हां हां एई समय रे आज्ञा वीरकिशोर राजा सत्य करले मावती जीवन रे जदी तुमरा किछि हे जाए केबे हेले मो द्वितीय विवाह करिबि नाही हेला कोन आज से सत्यप्रंकर दया रे रानी को आज्ञा मृत्युवरण हेछि ए राजा रानी को शव को धरि की आज्ञा क्रंदन करूछंती नाही आज्ञा समस्त प्रजागण से शव को ने की आनंद मन रे चाहे चले प्रकार रे निया बोली दैछंती नाही एई समय रे महाराज चाहे क्रंदन करी की एई रानी मां को ताहेले चले प्रकार रे ताहेले मोसाणी को नै की निया बोली अति दुख मन रे के सब सत्कार करिले राजा भांगी पड़ी राजा रानी कर वेदना रे अच्छा आज्ञा क्रंदन करूछंती अरे सुनिबो समंत जन देई हे तुमर ए देई हे तुमन भोला देई हे तुमन झर झर होई झरे राजा को नयन सुख्य जन आहे सुख्य जन सुनो देव देई मन ध्यान एबेले राजा ओ कार्य तुलाइले नाही ए प्रजागण मन रे विचार करले जदी राजा ओ कोनसी प्रजा मानकर दुख को बुझिबे नाही ताहेले राज्यटा अराजक होई जिवो एई परिया के मन रे विचार करले एवं गोटे मंदिर निर्माण करले मंदिर निर्माण करी कि से मंदिर प्रतिष्ठा बसिबा पाई हमको मध्य रे के गंडगोल चली प्रजा भाई
ଆମର ମନ୍ଦିର ତ ତାହେଲେ ନିର୍ମାଣ ହୋଇସାରିଛି ହେଲେ ଏ ମନ୍ଦିରକୁ ପ୍ରତିଷ୍ଠା କରିବାକୁ ହେଲେ ଆମ ଯୋଉ ଅଛନ୍ତି ରାଜ୍ୟର ରାଜା ତାଙ୍କ ପାଖକୁ ଯିବା ଚାଲ ତାଙ୍କୁ ତାହେଲେ ଆପତ୍ତି କରିକି ଏଇ ମନ୍ଦିର ପ୍ରତିଷ୍ଠାରେ ତାଙ୍କୁ ବସିବାକୁ ବସାଇବା ଠିକ ଅଛି ମହାରାଜ ହେ ନମସ୍କାର ନମସ୍କାର ପ୍ରଜାଗଣ ଗୋଟିଏ କଥା ମହାରାଜ କଣ ଅସୁବିଧା ହେଇଛି କୁହ ଅସୁବିଧା ଆମର ସେଇ ମନ୍ଦିରର ତାହେଲେ ନିର୍ମାଣ ସରିଯାଇଛି ମନ୍ଦିର ନିର୍ମାଣ ହଁ। ଏଟା ତ ତାହେଲେ ଭଲ କଥା ମହାମନ୍ତ୍ରୀ ହଁ ମହାରାଜ ତାହେଲେ ଅସୁବିଧା କୋଉଠି ରହିଲା ହେଲେ ଗୋଟିଏ କଥା ମହାରାଜ ହଁ ତାହେଲେ ମନ୍ଦିର ଏବେ ପ୍ରତିଷ୍ଠା ହବ ସେଠି ତୁମକୁ ବସିବାକୁ ହେବ ନା ମହାମନ୍ତ୍ରୀ କାହିଁକି? ଏଟା କଦାପି ସମ୍ଭବ ହୋଇପାରିବ ନାହିଁ ରାଣୀ ପଦ୍ମାବତୀକୁ ମୁଁ କଥା ଦେଇଛି ମୁଁ ଜୀବନରେ କେବେ ଦ୍ୱିତୀୟ ବିବାହ କରିବିନି ଆଉ ସେ ମନ୍ଦିର ପ୍ରତିଷ୍ଠାରେ ବସିବାକୁ ହେଲେ ନିଜର ସହଧର୍ମୀର ଆବଶ୍ୟକ ପଡ଼ିଥାଏ ମୁଁ ବସିବି କେମିତି ହେଲେ ଗୋଟିଏ କଥା ମହାରାଜ ହଁ ତାହେଲେ ରାଣୀମା ନାହିଁ ବୋଲି କଣ ମନ ଦୁଃଖ କରୁଛ ଆଉ କଣ ପ୍ରତିଷ୍ଠାରେ ବସି ପାରିବି ସେଇ କଥା ଛାଡ଼ ମହାରାଜ ତାହେଲେ ରାଣୀମା ଯାହା କହିଛନ୍ତି ସେଇଟା ଛାଡ଼ ଆପଣଙ୍କ ପାଇଁ ଆମେ ଗୋଟିଏ ନୂତନ ତାହେଲେ ରାଣୀମାଟେ ଠାବ କରିକି ଆପଣଙ୍କୁ ଦ୍ୱିତୀୟ ବାହା ହେବାକୁ ନା 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 ମୁଁ ତ୍ରିବାର ସତ୍ୟ କରି କହିଛି ରାଣୀଙ୍କୁ କେବେ ହେଲେ ଜୀବନରେ ଦ୍ୱିତୀୟ ବିବାହ କରିବିନି କହିଲା ମହାମନ୍ତ୍ରୀ କଥା ବହିଲା ପାଣି ମହାରାଜ ତାହେଲେ ରାଣୀମା ଯଦି ସତ କରି ଦେଇଛନ୍ତି ହଁ। ସେଇ ସତ୍ୟଟା ଏବେ ଭଗ୍ନ କରିଦେବା ମିଣ୍ଟେଇ ପାରିବ ହଁ ମେଣ୍ଟେଇ ହେଲେ ଗୋଟିଏ କଥା କରିଥିବା ସତ୍ୟ କଣ ମିଣ୍ଟି ପାରିବ ହଁ ମହାରାଜ ତାହେଲେ କିପରି ଭାବରେ ମିଣ୍ଟେଇ ତାହେଲେ ଭାଇ ମେଣ୍ଟେଇ ଦିଅ ଭାଇ ମେଣ୍ଟେଇ ଠିକ ଅଛି ମହାରାଜ ଠିକ ଅଛି ଆପଣ ସତ୍ୟ କରିଛନ୍ତି ରାଣୀମା ହଁ ତାହେଲେ ଆପଣଙ୍କ ସତ୍ୟକୁ ତାହେଲେ ଭଗ୍ନ କରିଦେଲି ମହାରାଜ ସତରେ ମହାମନ୍ତ୍ରୀ ହଁ ମହାରାଜ ସତ୍ୟଟା ମିଣ୍ଟି ଗଲା ତ ମେଣ୍ଟି ଯାଇଛି ହେଲେ ଆହୁରି ଗୋଟେ ଅସୁବିଧା ଅଛି ମୋର ଯେ ଦୁଇଟି ପୁତ୍ର ଅଛନ୍ତି ଶ୍ଵେତ ବସନ୍ତ ହଁ। ଏ ବୃଦ୍ଧ ବୟସରେ ମୋର ମୁଣ୍ଡର କେଶ ଆପଣ ଚିନ୍ତା ପାଚିଗଲାଣି କରନ୍ତୁ ଏ ବୃଦ୍ଧ ବୟସରେ ବାହା ହେବ କିଏ ମତେ ଆପଣ ଚିନ୍ତା କରନ୍ତୁ ନାହିଁ ତାହେଲେ ଆପଣଙ୍କ କେଶ ଯୋଉ ପାଗଳା ଅଛି ହଁ। ତାକୁ ଆମେ କଲର କରିଦେବା ସତରେ ମୁଖରେ ତାପରେ ଦାନ୍ତ ଲଗେଇଦେବା ସତରେ ଏମିତି ଆପଣ ସିଷ୍ଟମ କରିଦେବା ରାଣୀମା କେବେ ହେଲେ କିଣିବେ ଚିହ୍ନି ପାରିବେନି ଚିହ୍ନି ପାରିବେ ନାହିଁ। ସତରେ କଣ ମତେ କିଏ ବାହା ହଁ ବାହାବ ମହାରାଜ ଚିନ୍ତା କରୁଛନ୍ତି ସତରେ କାହିଁକି କଥା- ଆମେ ଅଙ୍ଗ ବଙ୍ଗ କଳିଙ୍ଗ ଭୋପାଳ ନେପାଳ ଦେଶକୁ ଯାଇକି ଗୋଟିଏ କନ୍ୟା ଠାବ କରିବୁ ମହାରାଜ ତମେ କଣ ସତ କହୁଛ ହଁ ମହାରାଜ ସତରେ ହଁ। ଯାହା ପାଖରେ ଧନ ଥାଏ ସବୁ କିଛି କରିପାରିବ ହଁ ସବୁ କିଛି ଏ ହେଇପାରିବ ଧନ ପାଇଁ ଜନ ମନ ଭୁଲି ଯାଏ ଜଗତେ ଅଛି ଖ୍ୟାତି ଧନ ପାଇଁ ଲୋକେ ଜୀବନ ଦିଅନ୍ତି ଘର ଆହରରେ ଭାତି আজিকালি তোকে বহু আছে যে ভাই ଧନରେ এই ସଂସାର ମଧ୍ୟରେ ଯାହା ପାଖରେ ଧନ ଅଛି ହଁ। ଏ ବୃଦ୍ଧ ହେଲେ କଣ ହେଲା 16 ବର୍ଷ ଝିଅ ବାହାଇ ପାରିବ এই ସମୟରେ ଏ ବୀରକିଶୋର ରାୟ ମନରେ ବିଚାର କଲେ ବେଶ, ବେଶ। ନିଶ୍ଚିତ ଭାବରେ ଗୋଟେ କନ୍ୟା ଠାବ କରିକି ହଁ ନିଶ୍ଚିତ ଭାବରେ ମୁଁ ବିବାହ କରିବି ଠିକ ଅଛି ମହାମନ୍ତ୍ରୀ ତମେ ଅମନ୍ତି ନଗରକୁ ଯାଇକି ହଁ ଗୋଟେ କନ୍ୟା ଠାବ କରିକି ଆସ ଠିକ ଅଛି ମହାରାଜ ଯାଅ ତାହେଲେ ଶୀଘ୍ର ଯିବା। ଯାଅ ଆମର କୁଳ ପୁରୋହିତକୁ ନେଇକି ହଁ ସାଙ୍ଗରେ ଯାଇକି ତୁମେ ଅବନ୍ତୀ ନଗରକୁ ଗୋଟେ ଝିଅଟା ଠିକ ଅଛି ମହାରାଜ ଯାଅ, ଶୀଘ୍ର ହଁ, ଯାଅ। ଚାଲ ଯିବା କନ୍ୟା ଠାବ କରି ଯିବା ଆନନ୍ଦ ମନରେ ଗମନ କରୁଛନ୍ତି ବେଶ, ବେଶ। ଏ କିପରି ଭାବରେ ଲାଗିଥାଉ कदम तले बसी करी मोले मोले हंसी करी कदम तले बसी करी मोले मोले हंसी करी बयसी बजे देला रे देला रे देला रे इदा हिखिया जसमतिर गेला पिला रे ए दहिकिया महिकिया जसमतिर गेला पिला रे ए दहिकिया महिकिया जसमतिर गेला पिला कदम तले बसी करी मोले मोले हंसी करी कदम तले बसी करी मुने मुने हंसी करी कदम तले बसी करी मोले मोले हंसी करी बयसी बजे देला रे देला रे देला रे दहिकिया महिकिया जसमतिर गेला पिला रे ए दहिकिया
ହେଲା ନ ରଜା ହଁ ହଁ सोच बेमानी काम करू छे हाँ मंगला मजा गुलदार भजा पुंडरी काट ए आज्ञा कॉलिंग बेल से बजे दियो আরে এ পুଅ हाँ बाबा কে ওরে সিংহদরা আছে দেখি আসি ठीक है बाबा बुझे जुदाई जुदाई तोर जुदाई ए मधाना रे दिन क्या करो लपड़ा पंडित आज्ञा नमस्कार अच्छा जी फूल बल चासा हमर बगीचा के जमा आसा फूल बल चले बगीचा के जमा पैन गोड़े लगी छु हो हां है पेन बेहन मिली बाबारी आले जरा जी बता लगी छु हेंता नहीं बोल तो पहला रो अच्छा घर क्या सा ये बारंडा ना बसी तो एबीसीडी पटी पकाई जब का त तुम्हारे द्वारा पैन धरई जोगी केना की जाते है एबीसीडी पटी पकाई दै छ हां আরে পুଅ बापा কে আসিছন্তি छिया देखि बापा आछंती बापा पंडिते मोर प्रणाम नियंतु नमस्कार हे महामंत्री आपण कबरा झियो अछंती अछंती जे आपण को राज्यରୁ ଆସିଲେ आमे आछु उल्लुपी सहर सहररु आछु उल्लुपी सहरରୁ ଆସିଛ हां महाराज ହେଲେ ଅସୁବିଧା କଣ असुविधा होला झियो पर अछंती आपण ଝିଅ ଅଛନ୍ତି हां झियो देखिबा पई ହଉ ଠିକ ଅଛି ଆପଣ ଟିକେ ଜଳପାନ କରନ୍ତୁ ମୋ ଝିଅ ମାନଙ୍କୁ ମୁଁ କହୁଛି हां ठीक आमे जण जण कोन करमु ଏ ଜଳଖିଆ ଜଳପାନ ପାଣି ହଟି हो जो जल्दी आनो ଆଲୋ ମା ତତେ ଦେଖିବା ପାଇଁ ଆସିଛନ୍ତି ଯା ମା ଶୀଘ୍ର ଯା रूपरे को नाही शून्य देही अछौ देही हो केना देई है भइसा जलपान करो बोली नास्ताटा पिछु मिलबा बेले रजा कोन पिया जी महामंत्री ओ इला टिके छोड़ दिए ये कम दे जनो वाटा के एमा तुम्हें रजार दियो हां उड माउ कोन पिया मा ये नाम आपन ना आदमी रुपया गना के दे ना ପଣ୍ଡିତେ କଣ ପଚାରୁଛନ୍ତି ଆପଣ तू जान फुटबॉल लगे तो तेनी नोन लड़क के मंत्री आया इटा तो हमर डगरो भी पसंद करेगा यदि लगे तो कोई जग देखी हम ପଣ୍ଡିତେ କୁଆଡେ ଯାଉଛନ୍ତି ଆପଣ नी हला कथा हो रोजा पो हेलता धान कुडला बैठा तमे देखाबो जे ଆହୁରି ମୋର ଗୋଟେ ଝିଅ ଅଛି ବସ ओ गुटी अछि जे ହଁ ଆଲୋ ମା ତତେ ଦେଖି ଆସିଛନ୍ତି ଜାମା चलबा बेंगलोर साथे चले जाबा
पूरा करना वाले कैसे है ए मामते चलो जाओ हां ये पसंद है जे महाराज जे तुम गंदा करबो जिंजो इजे गोदा गोदा गुड़ा गुड़ा नि रखो सब रिजेक्टा इटा के रात के पठाबो ए तो खटना करे ए तो बोले का सुन मला का दो तोरा करते तुम्हारी महामंत्र जाओ एटा वन तक नहीं देखा तो भैली जाके जीवा के ओला पूरा हमरा तो नाना कर दो बामन लगे जैसे झंटा चलने लगा ये सादा लगे आज और न पलानी दारी तार मारी मोर प्रणाम लोग कहीं सुधार को बच्चे को मार जाना को तो परिपूर्ण होमा आमागर रे असि ना हां ये आज बात है सुमा नहीं ता है से ये तुम ना क्या नाम मोर नाम कलावती हां बाजे पाठ केते करी छ पाठ प्लस 3 करिछि रे आवड़ी केते पछल ये हेलो रमा कोन फोटो पवर फोटो अछि अछि तो हां बोले चित्र फोटो टिके देखो ठीक अछि मोर बाबा तखन ना कलावती बैग में दी होती हां ଏ କଣ ଆପଣ 50 किलो महाराज शीघ्र आपण बोले जाती आनी केसो पूरा क्लियर है 51 तारीख के हाथ ठीक कर देना ତେବେ ଭାଇନା ଏ ମନ୍ତ୍ରୀ ଏବଂ ପଣ୍ଡିତ କଲ କଣ ଏ ଅମସ୍ତି ନଗରକୁ ଯାଇକି ଗୋଟେ କନ୍ୟା ଠକ କଲେ ଏ ଝିଅର ନାମ ହେଲା ଆଜ୍ଞା କଳାବତୀ ଧୀରେ ଧୀରେ ବରଯାତ୍ରୀ ରେକି ଏ ଅବନ୍ତୀ ନଗରକୁ ଯାଇକି ଆଜ୍ଞା ବାହା ହେଇକି ଆଣି ପକେଇଲେ ଆନନ୍ଦ ମନରେ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟରେ କରୁଛି ଲାଗିଥିବ ଗୋଟେ ଚୌପଦୀ ଚିତ୍ର ଫଟୋ ଧରି ଚାଲ ଆଲା ନବ ନା ଗରି ଆରେ ମୁହଁକୁ ଦେଖିଲେ ଦର୍ପଣ ପରି ରେ ଭାଲା ए मोहा को देखिले दर्पण परी बाला नागर मणि ए मोहा को देखिले दर्पण परी बाला नागर मणि आहा बाला नागर मणि କଣ ହେଲା ଆସିଲ ଏ କେମିତି ଗୁଟେ ତ କାନ୍ତା করতে লেলা আর গুটে পুরা হাফ মেনটা করে দেখি দেখি ଆଉ ଗୋଟେ ଶିଖିବା আর যেটা দেখুন কলাবতী কান্তা আর বহুত সুন্দর তার সবু বড়ি ସତରେ ସେ କଣ ମତେ ବାହାବ চিত্র ফটো ମହାମନ୍ତ୍ରୀ পুরা গল্পা হইব মহারাজ ସତରେ ଏତେ ସୁନ୍ଦର ଝିଅ କଣ ସତରେ କଣ ମତେ ବାହାବ মহারাজ এটা এটা তুমি কাছে পিঠি ফটো দিয়ে কেতে বলে বিন জানে ସତରେ ଆନନ୍ଦ ମନରେ দেখো অন্য আছে গো মানে থেকে মানে আছে হতাশ হয়ে দেখিব রূপ के मो रूपा को तारा হতাশ হয়ে দেখিব রূপ তারা হতাশ হয়ে দেখিব रूपा को तारा একে
ଆନନ୍ଦ ମନରେ ରାଜା ରାଣୀଙ୍କର ଦାମ୍ପତ୍ୟ ଜୀବନ ସୁଖମୟରେ କଟୁଛି ଆଜ୍ଞା। ଆଚ୍ଛା এই সময়ের ঘটনা হেলা কোন কোন এ সেই রাজ্যর আজ্ঞা রঙ্গমাল্যাণী নামক জনে মাল্যাণী অছন্তি হও এ কলে কোন এ মন মধ্যে বিচার কলে আজি টিকে যায় রানী কোলাবতী কুটি দেখিকি আসিবি। আচ্ছা এ কলে কোন কোন কলে এ রঙ্গমাল্যাণী যাইকি আজ্ঞা কোলাবতী কর্ণক ভরিবারে লাগিছন্তি। আচ্ছা 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 आगो ये मां तमे डैश के हदी ते तो पूर्ण करबा बोली तो ओए मुई आज जासी आगो मामा मुखडा के धरबो ये माईटा या ये सिझाई छु पूरा लाट मुई हेता नहीं करबा रे फटाके एसिड થઈ જઈ છે ओए आज रोजा घर के जे आसी हां आगो रानी मां আলো কি এলো ये मां मुई এই যে রঙ্গ মালিয়াणी गो আলো তোমার নাম কোন লো देखो गो सैल्यूट करू छे हम कोन सैल्यूट करी बोलो उलगी हो छे बहनी गो अरे भलरे थालो देखो चकरी केनता हो सजिया छे हेती जानी छड़े छड़े जुहार सतरे लो তোমার নাম কোন লো सतरे लो ताले एठारे बसलो मु खाइबा आनी के आछिलो कोन ठीक আছে मु गरम करे के आनी छड़ी ठीक আছে তুমি সেটারে বসি খাও লো বসি দাও हां बसी छे এইটা ধরো আরে বসিলো जय श्री राम। हेलो ये सुनो तो रानी मां आप इतनी ना गो मन लगला ठन ठन चीनी लगे जे ठन ठन मेला हंता चाह पड़ो छ जी सुनो तो तमे तो नुआ आई छ हेलो ए जे काकणा जानलो भेली गरो कोन लो मु तो किछि जानो ना हेलो याडा आगो रानी मां कोन हला लदासी तमे इटा सेकंड हैंड नगो हैं तमे टू व्हीलर मु किछि बुझी पारुनी भला से कहलो तमे सेकंड हैंड है वाला नहीं बुझबा कई दलारे का बोली बुझा तमे इटा दुई नंबर हैं रोजा फिर गुटे भी है आगो भाई दिले लो फिर भाई जे कोन हला लो एबे तो नाही लो एबे तो मु अछि लो ताकर दुईटा पुओ छ जे कोन हला रे से पुत्र माने कोन मोर पुत्र न हलो तो पुत्र जे तो छुआ पिला हला तो रोजा ओ पुत्रबा आदर करबा अरे ए माने रोजा हेबे आलू सत कथा कहू चलो मु तो किछि सेटा भाबी पारुनी लो ए केमिति करिवि लो केमिति करबी हंता नि से आ गुटे कथा है याडा सब कहि दे कोन लो रोजा बोनी करे ताकर मुंह के देखबो तो आडा सब लगा है छै कहबो करी हिटी जाय छै परस रतला बगे देखबो के हिटे दे सोनो अंत तारे दे सोनो फेर लगे सतरे लो बाल के हल करी घाटी वाला सब कलर करे है सतरे लो मुर्गा भालू एटा भी हैं सते लो एंता हिसाबे क्रिकेट घुमाबो बुझलो कि केंता करबो जिन छ केमिति करिवि जनता यहा दे केंता कला कि सब लोग बोले बोले हेंता तमे भी भणार कोलो मेघ उठाला जनता घुसे करी आसी हां हेंता मुंह के फुलई आलो ए माल्याणी तम कथा मु बुझी पारु छिलो और एंता हिसाबे कि मोर लई करी पजराबो तमे प्रे जामी सेकंड हैंड हम प्रे तू हिलो रे मते प्रे पोछे जो आगौ के बियाह जरा तो छुआ जुलिया छ ठीक अछि लो मु कहिबि लो डाक दिया बोलबो ए छुआ माने मंत्री होन छ डखई बोलबो एंता हिसाबे खाना पीना देई देबो एंता हिसाबे गिरमेर घुमाबो जे मोर पोची उची मोर मुर्ची उची बोलबो लाट पुनो बाटो जा एंता हिसाबे गुगाबो तो मु दौड़ीबि न सतरे लो आसी बोलो मते प्रेम भिक्षा मागुतले बोलबो हां
ମୁଁ କହିବି ଲୋ ଦୁଇ ଛୁଆକୁ ପୁରା ଚକ୍ରାଚ କରିଦେବ। ହଁ ମୁଁ କହିବି ଲୋ ତମକୁ ଡାକିଲେ କାଲି ଆସିବ ଲୋ ଯାଉ ଟାଟା ବାଏ କାଲି ଆସିବ ଲୋ ଗଗାବ ମୁଇଁ ଯିବି ନ কোনে করে গঙ্গাব ଏହି ସମୟରେ ହଉ ଏ ରଙ୍ଗମାଲ୍ୟାଣୀ କଲା କଣ କଲାବତୀ କର୍ଣ୍ଣକୁ ଭରି ଦେଲା। ଆଚ୍ଛା, ଆଚ୍ଛା। କଲାବତୀ ମନ ମାରିକି ଏ ରାଜାଙ୍କର ଆଜ୍ଞା ଅପେକ୍ଷା କରିଛନ୍ତି। ଏହି ସମୟରେ ବୀରକିଶୋର ରାଜା ଏ ଧୀରେ ଧୀରେ ରାଣୀ କଲାବତୀଙ୍କର ପୁରକୁ ଯାଉଛନ୍ତି। ଆଲୋ ରାଣୀ କାହିଁକି ଏମିତି ମନ ମାରିକି ଅଛଲୋ? ଯେତେବେଳେ ରାଣୀ ମନ ମାରିକି ଅଛନ୍ତି ତାଙ୍କର ମନ ଭଞ୍ଜନ କରୁଛନ୍ତି ଆଜ୍ଞା। ଏ କିପରି ଭାବରେ ଆରେ ଗଜ ଶିରମତି ଫଳ ପ୍ରବାଳ ମିଶ୍ରିତ ମାଳ ଗଲାର କାଢ଼େଣ କିମ୍ପା ଏଥଇ ଚତଲେ ରେ ଭଲା ଥଇ ଚତଲେ ରେ ଭଲା গঙ্গাধারে নারে জান রিপুদন্ত পলঙ্কেল আরে ন সই সইছ কিম্পা এ সারঙ্গ এ সারঙ্গ তলে রে ভোলা সারঙ্গ তলে রে ভোলা সারঙ্গ তলে গোরি মতে করিয়ে ছোমান এ গঙ্গাধর নাই মুখে মো জীব জীবন এ জীব জীবন রে ভোলা জীব জীবন রে ভোলা জীব জীবন এ জীব জীবন রে ভোলা জীব জীবন রে ভোলা জীব জীবন রে ভোলা জীব জীবন আলো রানী কাইকি তুমি এমিতি মুখ মন মারিকি বসিছ স্বামী তুমি কাহেকি মতে কোতে কথা লুচাইকি রখিছ আলো রানী হ্যাঁ কেবে হেলে কোনসি কথা মু লুচিকি রখিনি তুমি রানী। লুচাইকি রখিছ স্বামী না না লুচাইকি রখিছ কোন লুচিকি রখিছ কণে লুচাইকি রখিছ তুমি মো আগরু বাহাইতিল এই কথা তুমি কেমিতি এইটা মু শুনিবাকু পাইছি সতরে রানী হ্যাঁ ମୁଁ ପ୍ରଥମେ ଗୋଟେ ବାହା ହେଇଥିଲି ପଦ୍ମା। ହେଲେ ସ୍ୱାମୀ ସେ ସ୍ତ୍ରୀର ଦୁଇଟି ପୁତ୍ର ଅଛନ୍ତି ପରା ଆଲୋ କଲାବତୀ ହଁ ଏଇ କଥା ପୁଣି ତୁମକୁ କିଏ କହିଲା ଲୋ? ଏଇଟା ବି ମୁଁ ଶୁଣିବାକୁ ପାଇଛି ସତରେ ହଁ ଆଲୋ କଲାବତୀ ତୁମେ ମତେ କ୍ଷମା କରିବ ଲୋ? ସତରେ ମୁଁ ପ୍ରଥମେ ଗୋଟେ ବାହା ହେଇଥିଲି ମୋର ଦୁଇଟି ପୁତ୍ର ଅଛନ୍ତି ଶ୍ଵେତ ବସନ୍ତ। ସେ ପୁତ୍ରମାନେ ଗଲେ କୁଆଡେ ସ୍ୱାମୀ ସେମାନେ ମନ୍ତ୍ରୀଙ୍କର ଗୃହରେ ପଢୁଛନ୍ତି ହେଲେ ଲୋ। ସ୍ୱାମୀ ସେ ପୁତ୍ରମାନଙ୍କୁ ଲୁଚାଇକି ରଖିଛ ଯେ ସେ ପୁତ୍ରମାନେ କଣ ମୋର ପୁତ୍ର ନୁହଁ ଯେ ସେ ପୁତ୍ରମାନଙ୍କୁ ଲୁଚାଇକି ରଖିଛ ତୁମେ କଣ ସତ କହୁଛ? ହଁ ସେଇ ଶ୍ଵେତ ବସନ୍ତ ଦୁଇ ପୁତ୍ରକୁ କଣ ପୁଅ ପରିକା ତୁମେ ପାଳିବ? ଆଜିଠାରୁ ସେ ପୁତ୍ରମାନେ ମୋର ପୁତ୍ର ସ୍ୱାମୀ ସତରେ ରାଣୀ ହଁ ସଂସାରରେ ଲୋକ ମାଉସୀ ମାକୁ କେତେ ଗାଲି କରନ୍ତି କିନ୍ତୁ ଆଜି ତୁମେ ପ୍ରମାଣ କରୁଛ ରାଣୀ ସେଇ ପୁତ୍ରମାନଙ୍କୁ ପୁଅ ବୋଲି ତୁମେ ମାନିବାର ଆଜି ମତେ ଗର୍ବ ଲାଗୁଛି ରାଣୀ ମୁଁ ନିଶ୍ଚିତ ଭାବରେ ଶ୍ଵେତ ବସନ୍ତକୁ ଡାକୁଛି ଲୋ। ଠିକ ଅଛି ତାହେଲେ ଠିକ ଅଛି ଆଚ୍ଛା ଧନରେ ଆଜି କଲାବତୀ ମାୟାରେ ପଡି ଏ କଲାବତୀ ପ୍ରେମରେ ପଡି ଏ ରାଜା ବୀରକିଶୋର କଲେ କଣ କଲେ ଏ ଦୁଇ ପୁତ୍ରକୁ ଆଜ୍ଞା ଡାକିବାରେ ଲାଗିଛନ୍ତି ହଁ ହଁ ମହାମନ୍ତ୍ରୀ ହେ ମହାମନ୍ତ୍ରୀ ଦେଖ ମହାମନ୍ତ୍ରୀ ମୁଁ ତୁମ ହସ୍ତରେ ଦୁଇ ପୁତ୍ରକୁ ଅର୍ପଣ କରିଥିଲି ଆଜି ରାଣୀ କଲାବତୀ ଜାଣି ଛାଡ଼ିଛନ୍ତି ମୋର ଦୁଇଟି ପୁତ୍ର ଅଛନ୍ତି ବୋଲି ଆଉ ସେ କହୁଛନ୍ତି ସେଇ ଶ୍ଵେତ ବସନ୍ତ ଦୁଇ ପୁତ୍ରକୁ ପରିକା ପାଳିବେ ଆଉ କାହିଁ ପାଇଁ ତୁମ ଘରେ ଆଉ ରଖିବା ସେ ଯେହେତୁ ଜାଣି ସାରିଛନ୍ତି ବହୁତ ଆନନ୍ଦ କଥା ଯଦି ପୁତ୍ରକୁ ଯଦି ଲାଳନ ପାଳନ କରିବି ଯଦି ତାଙ୍କର ମନ ବୋଲୁଛି ହଁ ହେଲେ ଠିକ କଥା ମହାରାଜ ତମ ପୁତ୍ର ତୁମେ ତାହେଲେ ଯାଅ ମହାମନ୍ତ୍ରୀ ମୋର ଦୁଇ ପୁତ୍ର ଶ୍ଵେତ ବସନ୍ତକୁ ଆଣିଦେବ ଯାଅ
ହଁ କାକା ଆମର ପ୍ରଣାମ। ତମ ବାପା ଆସିଛନ୍ତି ଆଉ ଗୋଟେ ନୂଆ ମାଟି ଆଣିଛନ୍ତି ସତରେ କାକା? ହଉ ହଉ ଠିକ ଅଛି, ହଉ ଠିକ ଅଛି, ଚାଲ କାକା। ବାପା ଆରେ ପୁଅ ମାନେ ଆମର ପ୍ରଣାମ ନେ। ତୁମର ମଙ୍ଗଳ ହରି ଶ୍ଵେତ ବସନ୍ତ। ଆରେ ପୁଅ ବାପା ଆରେ ତୁମେ ଭଲ ଅଛ ତୋର ପୁଅ ଭଲ ମାନେ? ଅଛି ବାପା। ତୁମର ଗୋଟିଏ ତୁମ ପାଇଁ ଗୋଟିଏ ମା ଆଣି ଦେଇଛି। ସତରେ ବାପା? ତୁମର ନୂଆ ମାକୁ କଣ ତୁମେ ଦେଖିବନି? ଦେଖିବୁ ବାପା। ଠିକ ଅଛି, ଆସ ଦେଖିବ ଆସ। ହଉ ଠିକ ଅଛି ତାହେଲେ। ଆଲୋ କଲାବତୀ, ଏ ହଉଛନ୍ତି ସେ ଦୁଇ ପୁତ୍ର ଲୋ। ଆସରେ ପୁଅ ମାନେ ଆମର ପ୍ରଣାମ। ଭଲରେ ଥାଉ ରେ ପୁଅ ମାନେ। ଆଲୋ ରାଣୀ, ହଁ ନିଜ ଜନ୍ମ କଲା ପୁଅ ପରିକା ଦୁଇ ପୁତ୍ରକୁ ପାଳିବଲୋ। ହଁ ସ୍ୱାମୀ। କେବେ ହେଲେ ତାଙ୍କ ଆଖିରୁ ଲୁହ ଦେବ ନାହିଁ। ନା ସ୍ୱାମୀ ମୁଁ ଲୁହ ଦେବିନି। ଏ ପୁତ୍ର ମାନେ ହଉଛନ୍ତି ତୁମର ଜୀବନ। ହଁ ଏମାନଙ୍କ ଆଖିରୁ ଯଦି ଲୁହ ଝରିବ କେବେ ହେଲେ ମୁଁ ବଞ୍ଚି ପାରିବିନି। ଆଲୋ ରାଣୀ, ହଁ ସ୍ୱାମୀ। ନିଜ ଜନ୍ମ କଲା ପୁଅ ପରିକା ତୁମେ ପାଳିବଲୋ। ହଁ ସ୍ୱାମୀ। ଆଜି ଦିନଠାରୁ ମୋର ଶ୍ଵେତ ବସନ୍ତ ତୁମକୁ ଲାଗିଲେ। ଆଜି ରାଣୀଙ୍କର ମାୟାରେ ପଡି ଏ ଦୁଇ ପୁତ୍ର ଶ୍ଵେତ ବସନ୍ତ ଆଜ୍ଞା ରାଣୀଙ୍କର ହସ୍ତରେ ଅର୍ପଣ କରିଦେଲେ। ଘଟଣା ହେଲା କଣ? ରାଣୀ କଲାବତୀ ତାଙ୍କର ମାୟା ଆରମ୍ଭ କରୁଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା। ଏ ଉପରେ ଉପରେ ଦୁଇ ପୁତ୍ରକୁ ସ୍ନେହ କରୁଛନ୍ତି ହଉ ଆଜ୍ଞା। ହଉ। ଏ କିପରି ଭାବରେ? କିପରି ଭାବରେ? ଆରେ ତୁମେ ମୋର ଜୀବନ ଧନ, ତୁମେ ମୋର ମିଠା ସପନ, ହୋ ତୁମେ ମୋର ମିଠା ସପନ, ତୁମେ ମୋର ଜୀବନ ଧନ, ତୁମେ ମୋର ମିଠା ସପନ, ହୋ ତୁମେ ମୋର ମିଠା ସପନ। ଏ ସପନ ଖୋଜେ ରେ ନିଦକୁ, ଯେମିତି ମୁଁ ଖୋଜେ ତୁମକୁ, ହୋ ଯେମିତି ମୁଁ ଖୋଜେ ତୁମକୁ, ହୋ ଯେମିତି ମୁଁ ଖୋଜେ ତୁମକୁ। ଖୋଜି ଗଲେ ଖୋଜି ଦେବି, ଭାଙ୍ଗି ଗଲେ ଗଢ଼ି ଦେବି, ଖୋଜି ଗଲେ ଖୋଜି ଦେବି, ଭାଙ୍ଗି ଗଲେ ଗଢ଼ି ଦେବି। କଲକ ଜଳ ପରିକା ତୁମ ଆଖିରେ ମୁଁ ଥିବି, କଲକ ଜଳ ପରିକା ତୁମ ଆଖିରେ ମୁଁ ଥିବି। ଏ ତୁମରି ହସରେ ଗଢ଼ା ମୋ ଜୀବନ, ତୁମେ ମୋର ଜୀବନ ଧନ, ତୁମେ ମୋର ମିଠା ସପନ, ଓ ତୁମେ ମୋର ମିଠା ସପନ। ଏ ସପନ ଖୋଜେ ରେ ନିଦକୁ, ଯେମିତି ମୁଁ ଖୋଜେ ତୁମକୁ, ଓ ଯେମିତି ମୁଁ ଖୋଜେ ତୁମକୁ। ହଁ ମା। ହଉ ଠିକ ଅଛି ତାହେଲେ। ଆରେ ଏ ପୁଅ ମାନେ ଆଜି ବହୁତ ମୁଣ୍ଡ ବ୍ୟଥା ହଉଛି ରେ ପୁଅ ମାନେ। ମୋ ମୁଣ୍ଡ ଠିକ ଅଛି? ଆଲୋ ଏ ମଲ୍ୟାଣୀ, ଆଲୋ ଏ ମଲ୍ୟାଣୀ, ଆଲୋ ଆଲୋ ଏ ମଲ୍ୟାଣୀ, ଆଲୋ ଏ ମଲ୍ୟାଣୀ, ଦେଖ ଲୋ ଏ ପୁତ୍ର ପ୍ରେମ ଭିକ୍ଷା ମାଗୁଛନ୍ତି, ଦେଖ ଲୋ। କାହିଁକି ମାରୁଛ ଆମକୁ? ନା ଆମେ କିଛି କହିନି। ଆଜି କଲାବତୀ ପ୍ରେମରେ ପଡ଼ି
রাজা দুই পুত্রକୁ ହସ୍ତରେ ଅର୍ପଣ କରିଦେଲେ କିନ୍ତୁ ଆଜ୍ଞା କଲା ସେ ରଙ୍ଗମାଲ୍ୟର କର୍ଣ୍ଣରେ ପଡ଼ିକି ଆଜି ଦୁଇ ପୁତ୍ରକୁ ମାରୁଛନ୍ତି ଆଜ୍ଞା କଲାବତୀ ରାଣୀ। ଏହି ସମୟରେ ଧୀରେ ଧୀରେ ବୀରକିଶୋର ରାଜା ଆଜ୍ଞା ରାଣୀଙ୍କର ପୁରକୁ ଗମନ କରୁଛନ୍ତି। ଆରେ ପୁଅ ମାନେ ଆରେ ଶ୍ଵେତ ବସନ୍ତ ବାପା ଏ ଦାଣ୍ଡ ଦୁଆରେ ପଡ଼ିକି ତୁମେ କାହିଁ କାନ୍ଦୁଛ ରେ ପୁଅ ମାନେ? ବାପା ଆମକୁ ଆମ ରମା ମାରିଲେ ବାପା। ଆରେ ପୁଅ ମାନେ ହଁ ତୁମର ମା ତୁମକୁ ମାଡ଼ ମାରିଲେ? ହଁ ବାପା। ହେଲେ କାହିଁକି? କାହିଁକି ହଁ। ସେ କଥା ଜାଣିନି ବାପା। ଜାଣିନି? ହଁ ବିନା ଦୋଷରେ ତୁମର ମା କଣ ତୁମକୁ ମାଡ଼ ମାରି ପାରିବେ? ମାରିଲେ ତ ବାପା। କଲାବତୀ କେତେ ଭଲ ମୁଁ ଜାଣିଛି। ନା ବାପା। ଆଉ ତୁମେ କହୁଛ ତୁମର ମା ତୁମକୁ ମାଡ଼ ମାରିଲେ ସେ ବୋଲି? ଭଲ ନୁହନ୍ତି ବାପା। ନା ରେ ପୁଅ ମାନେ ନା ବାପା। ନିଶ୍ଚିତ ଭାବରେ ତୁମର କିଛି ଭୁଲ ଥିବ ବୋଲି ତୁମର ମା ତୁମକୁ ମାଡ଼ ନା ମାରିଛନ୍ତି। ବାପା ଆମର କିଛି ଭୁଲ ନୁହଁ ବାପା। ବିନା ଦୋଷରେ ତୁମକୁ ମାଡ଼ ମାରିଲେ? ଖାଇବାକୁ ଦେଲେ ପୁଣି ମାରିଲେ ବାପା। ଖାଇବାକୁ ଦେଲେ ହଁ। ପୁଣି ମାର ମାରିଲେ? ହଁ ବାପା। ନିଶ୍ଚିତ ଭାବରେ ତୁମେ କିଛି ଭୁଲ କରିଛ। ଆମେ କିଛି କରିନି ବାପା। ବିନା ଭୁଲରେ କଣ କେହି କଣ ମାର ମାରିବେ? ସେମାନେ ଚାଲ ତୁମ ମା ପାଖକୁ ଯିବା ଚାଲ। ଠିକ ଅଛି ବାପା। ଆଲୋ ରାଣୀ କଣ ହେଲା ଏପଟେ ଦୁଇ ପୁତ୍ର କାନ୍ଦୁଛନ୍ତି ଏପଟେ ତୁମେ କାନ୍ଦୁଛ କଣ ହେଇଛି ନ କହିଲେ ମୁଁ କେମିତି ଜାଣିବି? ସ୍ୱାମୀ ତୁମ ପୁତ୍ର ମାନେ ମତେ ପ୍ରେମ ଭିକ୍ଷା ମାଗି ନା କେବେ ହେଲେ କଥା ସତ୍ୟ ହେଇପାରିବନି ରାଣୀ। ଆଲୋ କଲାବତୀ ଏଡେ ଏଡେ ଛୋଟ ପୁତ୍ର ମାନେ କଣ ତୁମକୁ ପ୍ରେମ ଭିକ୍ଷା ମାଗି ପାରିବେ? ଆରେ ପୁଅ ବାପା ତୁମେ କଣ ତୁମ ମା କୁ ପ୍ରେମ ଭିକ୍ଷା ନା ମାଗିବ? ବାପା ଆମେ ସେମିତି କିଛି କରିନି ବାପା। ଆଲୋ ରାଣୀ କଣ ଏଇ ଛୋଟ ଛୋଟ ପୁତ୍ର ମାନେ କଣ ତୁମକୁ ସ୍ୱାମୀ ପ୍ରେମ ତୁମ ଭିକ୍ଷା ପୁତ୍ର ମାଗିବେ? ମାନେ ମତେ ପ୍ରେମ ଭିକ୍ଷା ମାଗି କଲାବତୀ এই দুই পুত্র প্রেম কোন সেমানে জানিনি ଆଉ ତୁମେ କହୁଛ ସେମାନେ ତୁମକୁ ପ୍ରେମ ଭିକ୍ଷା ମାଗିଲେ? ଜାଣିଲା ପ୍ରେମ ଭିକ୍ଷା ମାଗିଲେ କେମିତି? ତାହେଲେ ଏ ପୁତ୍ର ମାନେ କଣ ତୁମକୁ ପ୍ରେମ ଭିକ୍ଷା ମାଗିଲେ? ମାଲ୍ୟାକୁ ପଚାରିକି ଦେଖ। କଦାପି ମୁଁ ବିଶ୍ୱାସ କରିପାରିବିନି। ପଚାରିକି ଦେଖ। সৎ কথা কহ রাজা। তুমি তো বনবাস যাচ্ছ রাজা দরবান অছ। তুমি আর জানুছ ঘরের কথা? সତରେ হ্যাঁ সত। সତରେ দুই পুত্র কোন প্রেম ভিକ୍ଷା মাগিলে? প্রভু ভিক্ষা মাগলে যেটা দুর্গটা পিটি। সତରେ আরে পুଅ মানে বাবা আরে বলছ সত। যাতে দেবে পাপাকে জানবো। ମୁଁ ତୁମକୁ ଯେତେବେଳେ ତୁମର ମା ମରିଗଲେ ଛୋଟରୁ ପାଳି ପୋଷି ଏତେ ବଡ଼ କରିଛି ପାଠ ବିଦ୍ୟାରେ ପଢ଼ି ପାଠ ପଢ଼ିକି ତୁମକୁ ଛୋଟରୁ ପାଳି ପୋଷି କେତେ ଖାଇବାକୁ କେତେ ପିନ୍ଧିବାକୁ ଦେଇଛି ବାପା ଶେଷରେ ଏଇପରି କର୍ମ କଲ ନା ତୁମେ। ବାପା ମୁଁ କଣ ତୁମକୁ ଏଇପରି ଶିକ୍ଷା ଦେଇଥିଲି? ବାପା ଏଇପରି କାମ କରିବାକୁ ମୁଁ କହିଛି? ସେମିତି କହିନି ବାପା। ମୋର ଶିକ୍ଷା ଦେବାରେ କୌଣସି କଣ ତ୍ରୁଟି ରହିଗଲା ବୋଲି ଏଇପରି କାମ କଲ ତୁମେ? ନା ବାପା ଆରେ ପୁଅ ମାନେ କଣ ହେଲା ବାପା? ନିଜ ମା କୁ କଣ କେହି କଣ ପ୍ରେମ ଭିକ୍ଷା ମାଗନ୍ତି? ଅଲକ୍ଷଣ ମାନେ ତୁମକୁ ଟିକେ ଲଜ୍ଜା ଲାଗିଲାନି ମୂର୍ଖ ମାନେ? ଆଲୋ ରାଣୀ ଆଲୋ କଲାବତୀ ହଁ ସ୍ୱାମୀ ତାଙ୍କୁ କ୍ଷମା କରିଦିଅ। ନିଜ ପୁଅ ବୋଲି ଆଜି ନିଜ ପୁତ୍ର ମାନଙ୍କୁ କ୍ଷମା ନାଇଁ କରିଦିଅ। ସ୍ୱାମୀ ଏଇ ପୁତ୍ର ମାନଙ୍କୁ ମୁଁ କ୍ଷମା କରିପାରିବିନି। ଆଜି ପୁତ୍ର ମାନେ ମତେ ପ୍ରେମ ଭିକ୍ଷା ମାଗିକି ମତେ ଲଜ୍ଜିତ କରିଦେଇଛନ୍ତି। ସଂସାର ମଧ୍ୟରେ ମା ଠାରୁ ବଡ଼ ଶବ୍ଦ ନାହିଁ। ଆଜି ନିଜ ପୁଅ ବୋଲି এই দুই পুত্রକୁ କ୍ଷମା କରିଦିଅଲୋ। ନା ସ୍ୱାମୀ ମୁଁ କ୍ଷମା କରିପାରିବିନି। ତାହେଲେ ମୁଁ କଣ କଲେ ତୁମେ ଖୁସି ହେବ ସେଇ କଥା କୁହ। ତାହେଲେ ପୁତ୍ର ମାନଙ୍କୁ ରାଜ୍ୟରୁ ତଡ଼ି ଦିଅ। ନା ରାଣୀ ନା କେବେ ହେଲେ ମୋ ପୁତ୍ର ମାନଙ୍କୁ ରାଜ୍ୟରୁ ବାହାର କରିପାରିବିନି। ତାହେଲେ ତଡ଼ି ପାରିବନି? ନା। ତଡ଼ି ପାରିବନି। ମୁଁ ଚାଲି ଯାଉଛି ମୋ ମା ଘରକୁ। କଲାବତୀ କଲାବତୀ ନାଲୋ ମା ଏଇଠି ଛିଡ଼ା ହେଇକି କଣ ଦେଖୁଛୁ? ଯା ଡାକି ଆଣିବୁ ଯା ଚାଲୋ। ଆଲୋ କଲାବତୀ ମୁଁ ତୁମକୁ କେତେ ଭଲ ପାଇଲ କେବେ ହେଲେ ମତେ ଛାଡ଼ିକି ତୁମେ ଯିବନି। ତାହେଲେ ପୁତ୍ର ମାନଙ୍କୁ ରାଜ୍ୟରୁ ତଡ଼ିବ ତ? ତମେ ଯଦି କହୁଛ এই দুই পুত্রକୁ ନିଶ୍ଚିତ ଭାବରେ ରାଜ୍ୟରୁ ବାହାର କରିଦେବି। ବାହାର କରିଦିଅ ପୁତ୍ର ମାନଙ୍କୁ। ମହାମନ୍ତ୍ରୀ এই କୁଳାଙ୍ଗର ସନ୍ତକୁ ଶୀଘ୍ର ଏ ରାଜ୍ୟରୁ ବାହାର କରିଦିଅ। କେବେ ହେଲେ ମାନଙ୍କୁ ମୋ ପୁଅ ବୋଲି କେବେ ହେଲେ ଚାହିଁବିନି, ତାଙ୍କର ମୁଖ ଚାହିଁବିନି। ତୁମେ କଣ ଜାଣିଛ ମୁଁ ତୁମ ହସ୍ତରେ ଅର୍ପଣ କରିଥିଲି ସୁଶିକ୍ଷା ଦେବା ପାଇଁ, କିନ୍ତୁ ତୁମେ ଏପରି ଶିକ୍ଷା ଦେଇଛ। ଜାଣିଛ ଆଜି ରାଣୀ କଳାବତୀକୁ ଏମାନେ
ପ୍ରେମ ଭିକ୍ଷା ମାଗିଛନ୍ତି ମୂର୍ଖ। ନା ବାପା କହିଲା କାକା ନା କାକା ଆମେ ସେମିତି କିଛି କରିନି କାକା। ନା ମହାମନ୍ତ୍ରୀ ଏମାନଙ୍କର ଅବସ୍ଥା ଦେଖ, ରାଣୀଙ୍କର ଅବସ୍ଥା କେମିତି ଦେଖାଯାଉଛନ୍ତି, କେମିତି କରିଛନ୍ତି। ମହାମନ୍ତ୍ରୀ କେମିତି କରିଛନ୍ତି ଯେ ନା ମହାମନ୍ତ୍ରୀ ଏମାନେ ଯୋଉ ପରିକା ଭୁଲ କରିଛନ୍ତି ନିଶ୍ଚିତ ଭାବରେ ଏମାନଙ୍କର ଭୁଲର ଦଣ୍ଡ ନା ଏ ରାଜ୍ୟରୁ ବାହାର କରିଦିଅ। ସ୍ୱାମୀ ଏବେ ତୁମେ ଖୁସି ତ? ଆଉ ଗୋଟେ କଥା ମାନି ପାରିବ ମୋର? ଆଉ କଣ ମାନିବି ଲୋ? କହିବି କୁହ। ଏ ପୁତ୍ର ମାନଙ୍କୁ ହତ୍ୟା କରିକି ମତେ ନା। ଦରକାର। ଜନ୍ମ କରି ପାଲି ପୋଷି ଛୋଟରୁ ବଡ କରିଛି, କଣ ଏ ଦିନ ଦେଖିବା ମୋ ପୁତ୍ର ମାନଙ୍କୁ ମୁଁ ନିଜ ହାତରେ ମାରିବି? ତାହେଲେ ହତ୍ୟା କରିପାରିବ ନା। ହତ୍ୟା କରିପାରିବ ଚାଲି ଯାଉଛି ମୋ ମା ଘରକୁ। ରାଣୀ ଆଲୋ ରାଣୀ ଯାଅ ଶୀଘ୍ର ଡାକି ଆଣିବୁ ଯା। আলো রানী তুমি মতে কেবে হেলে ছাড়িকি জীবনি রানী? তাহলে পুত্র ମାନଙ୍କୁ হত্যা করিব তো? নিশ্চিত ভাবে কুলাঙ্গার পুত্র ମାନଙ୍କୁ ମୁଁ হত্যা করিবি। ঠিক আছে তাহলে মন্ত্রীকে আদেশ দেই দিয়ন্তু। মহামন্ত্রী এই কুলাঙ্গার পুয়া ମାନଙ୍କୁ হত্যা করিকি তাଙ୍କର কটা মুন্ডর রক্ত আনিব যাও। না বাপা এটা হচ্ছে মোর আদেশ। বাপা কোন হেলা কাকা কুଆଡେ ଯିବୁ କାକା? ଆଜି ଗୋଟିଏ ରାଣୀ ପାଇଁ ରାଜା ପାଗଳ ହେଇ ନିଜ ଜନ୍ମ କଲା ପୁଅକୁ ମାରିବା ପାଇଁ ଆଦେଶ କରିଛନ୍ତି। ଆରେ ପୁଅ ମାନେ ଇଏ କଣ ତୁମର ଜନ୍ମ କଲା ମାତା ହେଇଥିଲେ କଣ ଏପରି ହେଇଥାନ୍ତା? ତୁମ ବାପା ତାହେଲେ ନୂଆ ମା କଥାରେ ପଡି ଏସବୁ କରିବାକୁ ହଉଛନ୍ତି। ହେଲେ ଗୋଟିଏ କଥା ପୁତ୍ର ମାନେ ତମକୁ ଛୋଟ ସମାଜରୁ ଲାଳନ ପାଳନ କରିଛି। জীবনে দেখিছো যাহা নিজ সপন আরে বয়মন কি দণ্ড দেলা প্রভু। আরে বয়মন আরে বয়মন আরে বয়মন জীবনে দেখিছো যাহা মনরে জীবনে দেখিছো যাহা নিজ সপন আরে লুহ ঝরাও আরে পাগলা ফেরিব তোর পাহাড়ি গলা আওকে ফেরিব তোর পায়ে লুহ ঝরাও আরে পাগলা আওকে ফেরিব তোর পাহাড়ি গলা আওকে ফেরিব তোর এ ভজিব চিরম নাম মনরে ভজিব শ্রীকৃষ্ণ নাম যাও জীবন আরে কোন হেলা কাকা? ସମାଜରୁ ଲାଳନ ପାଳନ କରିଛି। ହଁ ବଣ ଜଙ୍ଗଲ ଡେଇଁକି ତୁମେ ଚାଲି ଯାଅ ପୁଅ ମାନେ ତାହେଲେ ହତ୍ୟା କରିକି ହଉ ତମେ ଆଉ ଏଇ ରାଜ୍ୟକୁ କେବେ ହେଲେ ଫେରିବନି।
কাকা এতে বড় দুনিয়া কা পাকাକୁ ଯିବୁ কাকা আমাকে বিদায় দাও কাকা চার ভাই ମହାମନ୍ତ୍ରୀ ସେଇ କୁଲାଙ୍ଗାର ମାନଙ୍କୁ ହତ୍ୟା କରିକି ତାଙ୍କର ମୁଣ୍ଡର ରକ୍ତ ଆଣିଲ ତ ତାହେଲେ ରାଣୀଙ୍କୁ ଦିଅ ମହାମନ୍ତ୍ରୀ ଆଣିକି ଆସିଲ ଦିଅ ତାହେଲେ ସ୍ୱାମୀ ଏ ରକ୍ତର ଟିକାକୁ ପ୍ରଥମେ ତମେ ମାଖ ତାହେଲେ କଣ କହୁଛ ରାଣୀ ଏଇ ରକ୍ତର ଛିଟା ମୋ ପୁତ୍ର ମାନଙ୍କର ହତ୍ୟା କଲା ସେଇ ରକ୍ତକୁ ଆଣିକି ମୋ ମୁଣ୍ଡରେ ଲଗେଇବି ହଁ ତୁମକୁ ଟିକେ ଲାଜ ଲାଗୁନି ରାଣୀ କେବେ ହେଲେ ରକ୍ତକୁ ମୋ ମୁଣ୍ଡରେ ଲଗେଇ ପାରିବିନି ଲଗେଇ ପାରିବନି ନା ଲଗେଇ ପାରିବ ଚାଲି ଯାଉଛି ମୋ ମା ଘରକୁ ଆଲୋ ଏ ଦାସୀ ସେଇଠି ବସିକି କଣ କରୁଛୁ ଭାଗିବେନି ତାହେଲେ ମାଖିବ ତ ତାହେଲେ ମୁଁ ଲଗାଅ ରାଣୀ ତୁମେ ଯାହା କହିବ ମୁଁ ତାହା ମାନିବି ଯେତେବେଳେ ରକ୍ତର ଛିଟାକୁ ଆଜ୍ଞା ମୁଣ୍ଡରେ ଲଗେଇଦେଲେ ହଉ ଆଜି ରାଜା ବୀରକିଶୋର ଆଜ୍ଞା ପାଗଳ ପରେ ହେବାରେ ଆଚ୍ଛା ଆଚ୍ଛା ମହାମନ୍ତ୍ରୀ ମୋର ଶ୍ଵେତ ବସନ୍ତ ଗଲେ କୁଆଡେ ହଁ ମୋର ପୁଅ ମାନେ ଗଲେ କୁଆଡେ ମହାମନ୍ତ୍ରୀ ଦେଖ ଦେଖ ସେ ମୋର ଶ୍ଵେତ ବସନ୍ତ ମତେ ଡାକୁ ଦେଉଛନ୍ତି ଦେଖ ତମ ପୁତ୍ର ମାନେ ଆଉ ଆସିବେନି ସେମାନେ ମରିଗଲେଣି ଅଲକ୍ଷଣୀ ତୋ ମୁହଁରେ ଟିକେ ଲଜ୍ଜା ନାହିଁ ମୋ ପୁତ୍ର ମାନେ କେବେ ହେଲେ ମରି ପାରିବେ ନା ଆଉ ଆସିବେନି ସେମାନେ ନା ମୋର ଶ୍ଵେତ ବସନ୍ତ ବଞ୍ଚିଛନ୍ତି ମରି ଯାଇଛନ୍ତି ଦେଖ ଦେଖ ମୋ ପୁତ୍ର ମାନେ ମତେ ଡାକୁ ଦେଉଛନ୍ତି ଦେଖ ଆଉ ଆସିବେନି ନା କେବେ ହେଲେ ଶ୍ଵେତ ବସନ୍ତ ମରି ପାରିବେନି ଯାଅ ମହାମନ୍ତ୍ରୀ ମୋ ପୁତ୍ର ମାନଙ୍କୁ ଡାକି ଆଣିବ ଯାଅ ମହାମନ୍ତ୍ରୀ ଯାଅ ମୋ ପୁତ୍ର ମାନଙ୍କୁ ଡାକି ଆଣିବ ଯାଅ ମହାମନ୍ତ୍ରୀ ରାଜା ପାଗଳ ହେଗଲେ ଯା କାରାଗାରରେ ବନ୍ଦୀ କରିଦେବ ଯାଅ ମହାମନ୍ତ୍ରୀ ରାଜା ପାଗଳ ହେଗଲେ କାରାଗାରରେ ବନ୍ଦୀ କରିଦେବ ଯାଅ ହଁ ଶୀଘ୍ର ଶୀଘ୍ର ବନ୍ଦୀ କରିବ ଯାଅ ତାହେଲେ ମୁଁ ନେବି ଠିକ ଅଛି ତମେ ଯାହା କହିବ ତାହା କରିବ ମହାରାଜାଙ୍କୁ ନେଇକି ତାହେଲେ ଠିକ ଅଛି ମୁଁ ଆପଣଙ୍କ କଥା ପାଳନ କରି ଆପଣ ଯାହା କହିବେ ସେଇଆ କରିବି ଠିକ ଅଛି ତାହେଲେ ତେବେ ଭାଇନା ଆଜି ଗୋଟିଏ ନାରୀ ପାଇଁ ଆଚ୍ଛା ଧନରେ ହଁ। ଆଜ୍ଞା ରାମାୟଣ କଥା ଯେତେବେଳେ ମନ୍ଥରର କଥାରେ ପଡି କହିକି ହଁ ହଁ ନିଜ ପୁତ୍ର ମାନଙ୍କୁ 14 ବର୍ଷ ଯାଏ ବନବାସକୁ ପଠେଇଥିଲେ ଆଚ୍ଛା ଠିକ ସେହିପରି ହଉ, ହଉ। ଆଜି ଗୋଟିଏ ମାଲ୍ୟାଣୀର କଥାରେ ପଡି ରାଣୀ କଳାବତୀ ହଁ। ନିଜର ସୁନାର ସଂସାରକୁ ଚୁଣା କରିଦେଲେ ଆଚ୍ଛା 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 ନାଇଁ ହଉ। କେତେଟା ନାରୀ ଅଛନ୍ତି ଆଜ୍ଞା ହଉ ପାଦ ଦଉ ଦଉ ଘରଟା ଶ୍ମଶାନ ହୋଇଯାଏ ମଶାନ ହେଇଯାଏ ଆଉ କେତେଟା ନାରୀ ଅଛନ୍ତି ଯୋଉ ଜାଗାରେ ଶ୍ମଶାନ ମଧ୍ୟ ପାଦ ଦଉ ଦଉ ଆଜ୍ଞା ରାଜମହଲ ପାଲଟିଯିବ ଆଚ୍ଛା ଆଚ୍ଛା ଠିକ ସେହିପରି ହଉ। ଏ ରାଣୀ କଳାବତୀ ଆଜ୍ଞା ପାଦ ଦଉ ଦଉ ହଁ ହଁ ଆଜି ସୁନାର ସଂସାର ଚୁଣା ହେଇଗଲା ଆଚ୍ଛା 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 ରାଜା କଥାରେ ରାଣୀଙ୍କର କଥାରେ ପଡି ହଉ। ପାଗଳ ହୋଇ ଆଜି କାରାଗାରରେ ବନ୍ଦୀ ଅଛନ୍ତି ଆଚ୍ଛା ଆଚ୍ଛା ଏପଟେ ଦୁଇ ପୁତ୍ର ଏ କାନ୍ଦି କାନ୍ଦି ଆଜ୍ଞା ଜଙ୍ଗଲକୁ ଗମନ କରୁଛନ୍ତି ଆରେ ଶୁଣିବ ସାମନ୍ତ ଜନ ଏ ଦେଇ ହେ ତୁମ ନ ହୋ ଲାରେ 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 ଲାଲା ଲାରେ ଲାରେ ଲାଲା ହୋ ଲାରେ 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 ଲାଲା ଲାରେ ଲାରେ ଲାଲା ହୋ ଲାରେ 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 ଲାଲା କାନ୍ଦି କାନ୍ଦି ଦୁଇ ପୁତ୍ର କରିଲେ ଗମନ ହୋ ଲାରେ 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 ଲାଲା ଲାରେ ଲାରେ ଲାଲା ହୋ ଲାରେ 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 ଲାଲା ସତେ